ଦିନେ ଶୁକ୍ରାଚାର୍ଯ୍ୟ ମହର୍ଷି ନଦୀକୁ ଯାଇଥିଲେ। ପବନ ଦେବତା ଜାଇଣ ଲୁଗା ଉଡ଼ାଇ ନେଲେ। ଶୁକ୍ରାଚାର୍ଯ୍ୟ ଗୁରୁ ଅଟନ୍ତି ଦୁଷ୍ଟ ଦାନବଙ୍କର। ବାୟୁ ଦେବତାଙ୍କ ଉପରେ ରାଗ ହେଲା ତାଙ୍କର। ରୋଷଭରେ ବାୟୁଦେବଙ୍କୁ ମନ୍ତ୍ରେ ପାଖକୁ ଡାକି ଆଞ୍ଜୁଳାରେ ନେଇ ପାଟିରେ ପକାଇ ଦେଲେ ଢୋକି। ଉଦରରେ ଥାଇ ପବନ ତ୍ରାହି ତ୍ରାହି ଡାକିଲେ। ଭୁଲ ହେଲା କ୍ଷମା ଦେଇଣ ରକ୍ଷା କର ବୋଇଲେ। ସର୍ବଦେବମାନେ ଋଷିଙ୍କୁ ଆସି କଲେ ଗୁହାରି। ଋଷିଙ୍କ ପଛପଟେ ଦେଇ ବାୟୁ ଗଲେ ବାହାରି। ଘଡ଼ଘଡ଼ି ପରି ଶବଦେ କମ୍ପମାନ ସେ ସ୍ଥାନ। ଆନନ୍ଦିତ ହୋଇ ଦେବତା ସର୍ବେ କଲେ ପ୍ରସ୍ଥାନ। ଋଷି କହିଲେ ରେ ପବନ ଉଦ୍ଧତ ତୁ ହୋଇଲୁ। ଏଣୁ ଏବେ ଅନ୍ୟ ରୂପରେ ପୁଣି ଅବତରିଲୁ। ତୋର ଏ ନୂଆ ରୂପ ଅବତାର ହେବ ବିଚିତ୍ର ବଡ଼। ଏ ରୂପରେ ଘୃଣିତ ହୋଇ ନାମ ବହିବୁ ପାଡ଼। ଗରଜିଲା ମେଘ ଦେଶନେ ସଦା ବରଷେ ନାହିଁ। ଶବଦ କରି ବାହାରିଲେ ଦୁର୍ଗନ୍ଧ ହେବୁ ନାହିଁ। ଅପମାନ ଭये ଯଦି ତୁ ଧୀରେ ବାହାରି ଯିବୁ। ଦୁର୍ଗନ୍ଧ ହୋଇ ତୁ ସମାଜେ ସଦା ଗାଳି ଶୁଣିବୁ। କିନ୍ତୁ ସୁବୁଦ୍ଧି ଲୋକମାନେ ତତେ ଚିହ୍ନି ପାରିବେ। ବାୟୁ ଦେବତା ଜାଣି ଘୃଣା କେବେ ହେନ କରିବେ। ଶୁକ୍ରାଚାର୍ଯ୍ୟ ପ୍ରସ୍ଥାନ କଲେ ବାୟୁଙ୍କୁ ଏହା କହି। ବାୟୁ ମନ ଦୁଃଖେ ଫେରିଲେ ପାଡ଼ ନାମକୁ ବହି। ଇତି ଶ୍ରୀ ବାୟୁ ପୁରାଣେ ନବମ ସ୍କନ୍ଧେ 9 ଅଧ୍ୟାୟ।